जॉइन कर लेगी बेले बेले ऊपर रोज लगी एक थोड़ा मुझे वो इंग्लिश में कोई से प्रमोद नहीं हो पाए और दैट क्या हो रहा है हमने द्वितीय तिमोथी 4:40 बलिष्ठ अंश छह पदरू आठ पद मध्य तादरू ताहा पठन करबा ଏବଂ ପ୍ରଭୁ ତାଜୁବା ମାନଙ୍କୁ କହୁଛନ୍ତି ତାହା ଆମେ ଶିଖିବା ଉଚିତ ଦ୍ୱିତୀୟ ତିମୋଥୀ 4:6 କାରଣ ଏବେ ହେ ମୋହର ପ୍ରାଣ ଆହୁତି କରି ଭରା ଯାଉଅଛି ମୋହର ମହାନ ପ୍ରୟାଣ ସମୟ ଉପସ୍ଥିତ ଓ ଉତ୍ତମ ଯୁଦ୍ଧରେ ପ୍ରାଣପଣ କରିଅଛି ନିରୂପିତ ପଥ ଶ୍ରେଷ୍ଠ ପର୍ଯ୍ୟନ୍ତ ଦୌଡ଼ିଅଛି ଓ ବିଶ୍ୱାସ ରକ୍ଷା କରିଅଛି ବର୍ତ୍ତମାନ ମୋ ନିମନ୍ତେ ଧାର୍ମିକତାର ମୁକୁଟ ରଖାଯାଇଅଛି ତାହା ସେହି ମହାନ ଦିନରେ ନ୍ୟାୟମାନ ବିଚାରକର୍ତ୍ତା ପ୍ରଭୁ ମଧ୍ୟ ଦେବେ ପୁଣି କେବଳ ମତେ ନୁହଁ ମାତ୍ର ଯେତେ ଲୋକ ତାହାଙ୍କ ଆଗମନକୁ ଆଗ୍ରହରେ ଅପେକ୍ଷା କରନ୍ତି ସେ ସମସ୍ତଙ୍କୁ ଦେବେ ପ୍ରାର୍ଥନା କରିବା ପିତା ପରମେଶ୍ୱର ଉଚିତ ଭାବରେ तुम्हारी आत्मा को द्वारा चालित होगी मते शिक्षा दबा अनुग्रह करें जेते जन बसी से शिक्षा जेपरी स्पर्श अंतर कार्य केवल तुम्हारी नाम प्रभु यीशु की कृपा हो महिमा प्रशंसा केवल तुमको केवल पाउल द्वारा लिखित पाउलଙ୍କର ଶ୍ରେଷ୍ଠ ପତ୍ର ପାଉଲ ପ୍ରାୟ 13ଟି ପତ୍ର ଆଉ ନୂତନ ନିୟମର ସେ ଲେଖିଥିଲେ ଯଦି ଆମେ ଏଭ୍ରିକୁ ଯୋଡ଼ିବୁ ତାହେଲେ 14 ହବ ତା ବିଷୟରେ ବିବାଦ ଅଛି ଅନେକ କୁହନ୍ତି ଏଭ୍ରି ହେଇପାରେ ନ ହେଇପାରେ ଆଉ ଏଇ ଯୋଉ ଅଂଶଟି ଆମେ ପଢିଲୁ ତାହା ପାଉଲଙ୍କର ଜଗତରେ ଥିଲାବେଳେ ଶ୍ରେଷ୍ଠ ଲିଖିତ ପରାମର୍ଶ ବା ଲିଖିତ ବାକ୍ୟ ଭାବରେ ଆମେ ତାକୁ ବୁଝିପାରିବା ବା ସେଇ ପ୍ରକାର ଭାବରେ ନେଇପାରିବା ଆଉ ଏଇ ଶବ୍ଦ ଗୁଡ଼ିକରେ ପାଉଲ କୋଉ ପ୍ରକାର ଜୀବନ ଯାପନ କରୁଥିଲେ ଏଇ ଶବ୍ଦ ଗୁଡ଼ିକରେ ତାହା ପ୍ରକାଶ ପାଉଛି These words are a reflection of how Paul lived. But ପାଉଲଙ୍କର ଦର୍ଶନ କଣ ଥିଲା ପାଉଲଙ୍କର ଜୀବନର ସଂଜ୍ଞା କଣ ଥିଲା Paul's philosophy and his definition of life ଏଇ ଜାଗାରେ ଆମେ ପଢୁ ଯୁଦ୍ଧରେ ପ୍ରାଣପଣ କରିଅଛି ପ୍ରଥମ ବିଷୟ ପାଉଲ ଆମମାନଙ୍କୁ ଏଇ ଜାଗାରେ କହିବାକୁ ଚାହୁଁଛନ୍ତି ଯେ ଲାଇଫ ଇଜ ଅ ଫାଇଟ୍ ବା ଜୀବନ ଗୋଟେ ଯୁଦ୍ଧ ଅଟେ ଜୀବନ ଗୋଟେ ରଣକ୍ଷେତ୍ର ଅଟେ ଜୀବନ ଗୋଟେ ସଂଘର୍ଷ ଅଟେ जो शब्द ग्रीक रे फाइट ପାଇଁ ବ୍ୟବହାର କରାଯାଉଛି ଆଗୋନିସମ୍ ପାଇଁ ତାହାକୁ ଆଗୋନି ବା ଯୋଉଟା ଯନ୍ତ୍ରଣା ଶବ୍ଦ ଆମେ ପାଇଥାଉ ଆଉ ତେଣୁକରି ତାହା ମାନେ ହେଉଛି ଗୋଟେ ପ୍ରତିଯୋଗିତାରେ ଯୁଦ୍ଧ ବା ଲଢ଼େଇ କରିବା ଗୋଟେ ବା ସଂଘର୍ଷ କରିବା ଗୋଟେ କମ୍ପିଟିସନରେ କିମ୍ବା ଗୋଟେ ଭୟଙ୍କର ଯୁଦ୍ଧରେ ସାମିଲ ହେବା এই তিনটা অর্থ তাহারি পারে সেই শব্দ ফাইট বা যুদ্ধ জীবন গোটে যুদ্ধ অটে পাউলଙ୍କର শব্দরে ମୋ শব্দরে নୁହଁ জীবন গোটে সংঘর্ষ অটে ଆଉ ମୌଳିକ ଭାବରେ ଏହାର ଅର୍ଥ ହେଉଛି ଯେ ଜୀବନ ବଞ୍ଚିବା ସହଜ ନୁହଁ ଲାଇଫ ଇଜ ଟଫ୍ ବୋଲି ଆମେ
ଇଂଲିଶରେ କହୁଛୁ। এই যুদ্ধটি প্রধান ভাবে ଗୋଟେ ନୈତିକ ଯୁଦ୍ଧ ଅଟେ। ଖ୍ରୀଷ୍ଟିଆନର ବିଶ୍ୱାସୀର ଯେତେବେଳେ ସେ ଜଗତରେ ଯାପନ କରୁଥାଏ, ତା ଜୀବନ ବଞ୍ଚୁଥାଏ, ଚାରୋଟି ତାର ପ୍ରଧାନ ଶତ୍ରୁ ଏଇ ଜଗତରେ ଥାନ୍ତି। ପ୍ରଥମ ହଉଛି ପାପ, ଯିଏକି ସବୁବେଳେ ପ୍ରଲୋଭନ ଦେଇକିନା ଆମମାନଙ୍କୁ ତା ବଶରେ ତା କଣ୍ଟ୍ରୋଲରେ ରଖିବା ପାଇଁ ଚାହେଁ। ସେ ବିଷୟରେ ଆଦି ପୁସ୍ତକ ପ୍ରଥମ ପୁସ୍ତକରେ ଏକା 4 ପର୍ବରେ ଆମେ ପଢୁ, Sin wants to be your master ବୋଲି ପ୍ରଭୁ କହୁଛନ୍ତି। ନାଇଁ କାହାକୁ କହିଲ ନାଇଁ, ପାପ କେବଳ ଆମ ଭିତରେ ପଶିକି ଚୁପଚାପ ଗୋଟେ ଛୋଟ ଜାଗାରେ କମ୍ଫର୍ଟେବଲି ଚୋଇକିରି ବସିବ, ତାହା କିନ୍ତୁ ସେ ଚାହେଁ। ତାହା ସେ ପାପ ସବୁବେଳେ ଚାହିଁଥାଏ ଯେପରି ରାଜତ୍ୱ କରିବ, କଣ୍ଟ୍ରୋଲ କରିବ ଆମମାନଙ୍କୁ, ସମ୍ପୂର୍ଣ୍ଣ ଭାବରେ ଆମମାନଙ୍କୁ ତାର ନିୟନ୍ତ୍ରଣ ରଖିବ ଏବଂ ସିଏ ଯୋଉ ହିସାବରେ ଚଲେଇବାକୁ ଚାହେଁ ସେଇ ହିସାବରେ ଆମମାନଙ୍କୁ ଚଲେଇବାକୁ ସେ ଚେଷ୍ଟା କରିବ। ତୃତୀୟ ଶତ୍ରୁ ହଉଛି ଶୈତାନ। ସବୁବେଳେ କାନରେ ଫୁସଫୁସ କରିକିନା ଆମମାନଙ୍କୁ ବିସ୍ଫୋରଣ ଏବଂ ବିସ୍ଫୋରଣର ବାକ୍ୟର ବିରୋଧ ଆଚରଣ କରିବା ପାଇଁ ପ୍ରବଳ ଦେଇଥାଏ ଆମମାନଙ୍କୁ। ତୃତୀୟ ଶତ୍ରୁ ହଉଛି ସଂସାର, ଯିଏକି ସବୁବେଳେ ଆମ ଉପରେ ପ୍ରଭାବ ପକେଇକି ମତେ ପ୍ରେମ କର, ମତେ ପ୍ରେମ କର। ପ୍ରଥମ ଜୀବନ 2 ବର୍ଗ ମଣ୍ଡଳ ସଂସାର କିମ୍ବା ସଂସାର ପ୍ରେମ ଆଉ ତିନୋଟି ବିଷୟ ଯୋଉ ଚାକଚୁର ଅଭ୍ୟାସ, ମାଂସର ଅଭ୍ୟାସ, ଚତୁର୍ଥ ଶତ୍ରୁ ମୋର ଶରୀର ବା ତାକୁ ଅନ୍ୟ ଭାବରେ ଯଦି କହିବି ଇଂଲିଶରେ ତାକୁ ସେଲ୍ଫ ବି କୁହାଯାଏ। ମୋର ସ୍ୱାର୍ଥ ବା ମୋର ଅହଂ, ଏଇଟା ହଉଛି ସବୁଠାରୁ ଡେଞ୍ଜରସ୍ ଶତ୍ରୁ। ସେ ମୋର ଭଲ କେବେ ବି ଚାହେଁ ନାହିଁ, ମୋର ମଙ୍ଗଳ କେବେ ବି ଚାହେଁ। ଆଉ ତେଣୁକରି ଏଇ ୱାଚମ୍ୟାନ୍ ନେଇ ଯିଏକି ଇଷ୍ଟର୍ନ ଖ୍ରୀଷ୍ଟିଆନ ଥିଙ୍କର୍ସ ଭିତରେ ସବୁଠାରୁ ଗୋଟେ ଦର୍ଜାର ତାଙ୍କର ପୁସ୍ତକ ଗୁଡ଼ିକ ଅନେକ ଗୁଡ଼ିକ, ଗୋଟେ ପୁସ୍ତକ ସେ ଲେଖିଛନ୍ତି ରିଲିଜ ଅଫ ଦ ସ୍ପିରିଟ। ଆଉ ସେ ପୁସ୍ତକ ଆରମ୍ଭ କଲା ବେଳକୁ ପ୍ରଥମରେ ଲେଖିଛନ୍ତି, when a man starts walking with God, sooner or later he realizes that the biggest enemy in his spiritual walk is he himself. ଯେତେବେଳେ ଗୋଟେ ମନୁଷ୍ୟ ପ୍ରଭୁଙ୍କ ସହିତ ଚାଲିବାକୁ ଆରମ୍ଭ କରେ, ସେ ଏଇ ବିଷୟଟି ଅତି ଶୀଘ୍ର ଜାଣିପାରେ ଯେ ତା ଜୀବନରେ ଆତ୍ମିକ ଜୀବନର ସବୁଠୁ ବଡ଼ ଶତ୍ରୁ ହଉଛି ସିଏ ନିଜେ। ଅନ୍ୟ ପରିସ୍ଥିତି ନୁହଁ, ଅନ୍ୟ ଅବସ୍ଥା ନୁହଁ, ଅନ୍ୟ ଲୋକମାନେ ନୁହଁ, ଅନ୍ୟ ଲୋକମାନଙ୍କର ବ୍ୟବହାର କୋଉ ପ୍ରକାର ଭାବରେ ସେମାନେ ମତେ ବ୍ୟବହାର କରୁଛନ୍ତି ତାହା ନୁହଁ। ମୋର ଅହଂ ଯାହାକି ସବୁବେଳେ ଚାହେଁ ଯେ ସ୍ନାନ ଉପରେ ରହିବ, ବାକି ସବୁ ତଳେ ରହିବ। ଯାହାକି ସବୁବେଳେ ଚାହେଁ ସ୍ନାନ ଆଗରେ ରହିବ, ବାକି ସବୁ ପଛରେ ରହିବ। ଯାହାକି ସବୁବେଳେ ଭାବେ ଯେ ସ୍ନାନ ସବୁବେଳେ ଠିକ, ଅନ୍ୟ ସମସ୍ତେ ଭୁଲ। କିନ୍ତୁ ଏହା ଗୋଟେ ଉତ୍ତମ ଯୁଦ୍ଧ ବୋଲି ପାଉଲ କହୁଛନ୍ତି। ହଁ, ଜୀବନ ଗୋଟେ ଯୁଦ୍ଧ ଅଟେ, ଗୋଟେ ସଂଘର୍ଷ ଅଟେ, କିନ୍ତୁ ଏହା ଗୋଟେ ଉତ୍ତମ ଯୁଦ୍ଧ। ତାହା ମନ୍ଦ ଯୁଦ୍ଧ ନୁହଁ, ତାହା ଆମମାନଙ୍କ ପାଇଁ କ୍ଷତିଜନକ ନୁହଁ, ତାହା ଆମମାନଙ୍କ ପାଇଁ ଲାଭଜନକ ଅଟେ। ଇଟ୍ ଇଜ ବେନିଫିସିଆଲ। ଏହା ସତ୍ ଅସତ୍ ମଧ୍ୟରେ ଯୁଦ୍ଧ ହେଇପାରେ, ଭଲ ଆଉ ମନ୍ଦ ମଧ୍ୟରେ ଯୁଦ୍ଧ ହେଇପାରେ, ଠିକ ଆଉ ଭୁଲ, ରାଇଟ ଆଉ ରଙ୍ଗ ଭିତରେ ଭୁଲ ହେଇ ତା ଭିତରେ ଯୁଦ୍ଧ ହେଇପାରେ। ଟ୍ରୁଥ
and uncute ଆମେ ସମସ୍ତେ ଜାଣିଛୁ ଯେତେବେଳେ ଆମେ ମନରେ ଗୋଟେ ନିର୍ଣ୍ଣୟ ନେଇଥାଉ ମୁଁ ସତ୍ୟ ପାଇଁ ଠିଆ ହେଲି ମଣ୍ଡଳୀ ଭିତରେ ବି ହଉ ସଂସ୍ଥାରେ ବି ହଉ ମଣ୍ଡଳୀ ଭିତରେ ବି ହଉ ଯେତେବେଳେ ମୁଁ ଗୋଟେ ଡେସିସନ ନେଇଛି ମୁଁ ସତ୍ୟ ପାଇଁ ଠିଆ ହେଲି ଯେମିତି ହେଲେ ଯୁଦ୍ଧ ହବ ବା ସଂଘର୍ଷ କମିଟି ଗୁଡାକରେ ବି ମଧ୍ୟ ଏଇ ପ୍ରକାରର ହୁଏ ମଣ୍ଡଳୀର କମିଟି ଗୁଡାକର ବି ମଧ୍ୟ ଏଇ ପ୍ରକାରର ହୁଏ ପ୍ରଥମ ଏହା ଗୋଟେ ଶାରୀରିକ ଯୁଦ୍ଧ ଅଟେ ଯଦି ଆମେ ପ୍ରଥମ କରନ୍ତି ଦେଖିବା ଆଉ ତାର 9 ପର୍ବ ଦେଖିବା ଆଉ ମୁଁ 26 ପଦର ଦ୍ୱିତୀୟ ଅଂଶଟି ମୁଁ ପଢୁଛି 26 ମୁଁ ଗୋଷ୍ଠୀ ଯୁଦ୍ଧ କରୁଅଛି କିନ୍ତୁ ଶୂନ୍ୟରେ ଆଘାତ କରିବା ଲୋକ ପରି ନୁହଁ ଅନ୍ୟ ଲୋକମାନଙ୍କ ନିକଟରେ ପ୍ରଚାର କରି କାଳେ ମୁଁ ନିଜେ କୌଣସି ପ୍ରକାରରେ ଅଗ୍ରାହ୍ୟ ହୁଏ ଏଥିପାଇଁ ମୋର ନିଜ ଶରୀରକୁ କଷ୍ଟ ଦେଇ ବସ୍ତ୍ରରେ ଦାସ କରି ରଖୁଅଛି ଇଂଲିଶରେ ଦିଆ ହେଉଛି I beat my body, I buffet my body and force it to become my slave. ଦେଖନ୍ତୁ ଆମଙ୍କର ଆତ୍ମିକ ଯୁଦ୍ଧରେ ଆମଙ୍କର ସବୁଠୁ ବଡ଼ ଏବଂ ସବୁଠୁ ଶକ୍ତିଶାଳୀ ଶତ୍ରୁ ହଉଛି ମୁଁ ନିଜେ ମୋର ସ୍ୱାର୍ଥ ମୋର ସେ ଶରୀରକୁ ତାହାର ଇଚ୍ଛା ଅନୁଯାୟୀ ଚାଲିବା ପାଇଁ ଯେ ଶରୀର ଚାହୁଁଛି ସେ ବିଷୟକୁ ପାଉଲ ଜମା ବି ଗ୍ରହଣ କରୁନଥିଲେ ଆମଙ୍କ ପାଇଁ ମଧ୍ୟ ଏହା ବାସ୍ତବ କହିଥିଲେ ଆତ୍ମା ଯିବ ଶରୀର ଦୁର୍ବଳ ଅଟେ The body or flesh with all its appetites, desires and passions can be our biggest enemy. ଆମଙ୍କର ଯୋଉ ସବୁ ଶରୀରର ଭୋକ ଗୁଡ଼ିକ ଅଛି ଖାଲି ଖାଇବା ଭୋକ ବିଷୟରେ ମୁଁ କହୁନି ବିଭିନ୍ନ ପ୍ରକାରର ଭୋକ କରିପାରେ ଆଉ ତାହା ଅନେକ ଥର ଆମଙ୍କର ଆଧୁନିକ ଜୀବନର ଆମଙ୍କର ସବୁଠୁ ବଡ଼ ଶତ୍ରୁ ତାହା ହେଇପାରେ ତାହା କେବଳ ଗୋଟେ ଶାରୀରିକ ଯୁଦ୍ଧ ନୁହଁ ତାହା ଆତ୍ମିକ ଯୁଦ୍ଧ ମଧ୍ୟ ଯଦି ଆମେ ଏବିସି 6 ପର୍ବ ଅତି ପରିଚିତ ସୁପରିଚିତ ଆଉ ସେଇ ଯୋଉ ଅଂଶ 6 ପର୍ବ 12 ପଦରେ ଆଉ କଣ ଲେଖାଯାଉଛି କାରଣ ଆମ୍ଭମାନଙ୍କ ଯୁଦ୍ଧ ମର୍ତ୍ତ୍ୟ ବିରୁଦ୍ଧରେ ନୁହେଁ କିନ୍ତୁ ଆଧିପତ୍ୟ କର୍ତ୍ତାଙ୍କ ବିରୁଦ୍ଧରେ ଏହି ଅନ୍ଧକାରର ଜଗତପତି ମାନଙ୍କ ବିରୁଦ୍ଧରେ ପୁଣି ଆକାଶ ମଣ୍ଡଳର ଦୁଷ୍ଟାତ୍ମାମାନଙ୍କ ବିରୁଦ୍ଧରେ ଆମଙ୍କର ଯୁଦ୍ଧ ରକ୍ତ ମାଂସ ବିରୁଦ୍ଧରେ ନୁହଁ ଇଂଲିଶରେ our fight is not against flesh and blood ଏ ବିଷୟ ଆମକୁ ବୁଝିବାକୁ ପଡ଼ିବ ଆମେ ଅନେକ ଥର ଏଇ ଲୋକଟା ମତେ ଏମିତି କହିଲା ମୁଁ ବେକାରିଆ ଲୋକ ବାହ୍ୟ ଲୋକ ଫାଲତୁ ଲୋକ ଆମକୁ ବୁଝିବାକୁ ପଡ଼ିବ ତା ଭିତରେ ଏଇ ନୀତିଟା ଏଇ ପ୍ରିନ୍ସିପଲଟା କାର୍ଯ୍ୟ କରୁଛି ସନ୍ତାନ ତା ଦ୍ୱାରା ଦେଇକି ମତେ ଆଘାତ ପହଞ୍ଚେଇବାକୁ ଚେଷ୍ଟା କରୁଛି ଆଉ ଯେହେତୁ ଏଟା ଆତ୍ମିକ ଯୁଦ୍ଧକୁ ଆତ୍ମିକ ଶକ୍ତି ସହିତ ଦୌଡ଼ିବାକୁ ପଡ଼ିବ ଯଦି ଆମେ ଶରୀରର ଶକ୍ତିକୁ ବ୍ୟବହାର କରିବାକୁ ଚେଷ୍ଟା କରିବୁ ମୁହଁ ମାରିକି ପରାଜିତ ହୋଇକି ପଡ଼ିବୁ ମୁଁ ମଧ୍ୟ ଅତିପାରେ ଅନେକ ଚେଷ୍ଟା କରିଛି ଆଉ
ନିଜର ଜ୍ଞାନର ନିଜର ସୁବିବେଚନା ଉପରେ ଯେତେବେଳେ ଆଉଥିବାକୁ ଚେଷ୍ଟା କରିଛି ଲୋକମାନେ ପଢିଛି ତେଣୁକରି ପାଉଲ କୁହନ୍ତି ଆତ୍ମାରେ ଆଚରଣ କର ତାହେଲେ ଶରୀରର ଅଭିଳାଷ ପୂର୍ଣ୍ଣ କରିବ walk in the spirit and you will not fulfill the desires of the flesh କହୁଛନ୍ତି ଯେ ମୁଁ ଉତ୍ତମ ଯୁଦ୍ଧରେ ପ୍ରାଣପଣ କରିଅଛି I have fought the fight ବୋଲି କହୁଛନ୍ତି ସବୁବେଳେ ଯୁଦ୍ଧରେ ସେ ଜୟ ଲାଭ କରିଛନ୍ତି ବୋଲି କହୁନାହାନ୍ତି ଏତ କହିଲେ ସେ ପରାଜିତ ହୋଇ ଆମମାନେ ମଧ୍ୟ ଶୀଘ୍ର ବେଳେ ଆମମାନେ ପରାଜିତ ହୋଇଯିବୁ ବେଳେ ବେଳେ ହୁଏତ ଶ୍ରୀ ପରାଜିତ ହେଲେ ବେଳେ ବେଳେ ଶ୍ରୀ ମୁଣ୍ଡେ ଆଘାତ ପ୍ରାପ୍ତ ହେଲେ କିନ୍ତୁ ସେଇ ଯୁଦ୍ଧରେ ପ୍ରାଣପଣ କରି ଲାଗି ରହିଲେ ହାଲେଲୁୟା ହାଲେଲୁୟା ସେ ଧୈର୍ଯ୍ୟ ଧରା ହେଲେ ନାହିଁ ସେ ଯୁଦ୍ଧରେ ସେ ଲାଗି ରହିଲେ ଆଉ ତେଣୁକରି ପରେ ସେ ରୋମୀ ପୁସ୍ତକରେ ଯଦି ଆମେ 12 ପର୍ବ ଦେଖୁ ଆଉ ତାର 21 ପଦ ଏକଦମ ଶେଷ ପଦ କୁକର୍ମରେ ପରାଜିତ ନ ହୋଇ ସତ୍କର୍ମରେ କୁକର୍ମକୁ ପରାଜୟ କର Do not be overcome by evil, but instead overcome evil with good. ପ୍ରଥମ ବିଷୟ ଆମେ ଦେଖିଲୁ ପାଉଲ କହୁଛନ୍ତି ଜୀବନ ଗୋଟେ ଯୁଦ୍ଧ ଅଟେ ବା ଗୋଟେ ସଂଘର୍ଷ ଅଟେ ଦ୍ୱିତୀୟ ବିଷୟ ଆମେ ଦେଖୁ ପାଉଲ କହୁଛନ୍ତି ଯେ ସେଇ 7 ପଦରେ ଏକା ଆମେ ଫେରି ଆସିଛୁ ଦ୍ୱିତୀୟ ତିମୋଥୀ 4 ପର୍ବକୁ ଯେ ମୁଁ ନିରୂପିତ ପଥରେ ଶେଷ ପର୍ଯ୍ୟନ୍ତ ଦୌଡ଼ିଅଛି I have run the race ରେ ମୁଁ ଦୌଡ଼ିଅଛି ଦ୍ୱିତୀୟ ବିଷୟ ପାଉଲ ଆମକୁ ଶିଖଉଛନ୍ତି ଯେ ଏଇ ଜୀବନ ଗୋଟେ ଦୌଡ଼ ଗୋଟେ ରେସ୍ ଅଟେ ଆଉ ଏହା ଗୋଟେ ସ୍ପ୍ରିଣ୍ଟ ବାଲା ରେସ୍ ନୁହଁ ଯୋଉଟା ଛୋଟ 100 ମିଟର 200 ମିଟର କିନ୍ତୁ ଏହା ଗୋଟେ ମ୍ୟାରାଥନ୍ ରେସ୍ ଯୋଉଟା କି ଲଙ୍ଗ ଡିଷ୍ଟାନ୍ସ ସେଇଥିପାଇଁ ଧୈର୍ଯ୍ୟ ସହ ଦୌଡ଼ିବା ବିଷୟରେ ଲେଖାଯାଉଛି ଗୋଟେ ଗୋଟେ ଦେଶ ମାନେ ଏମିତି ଥାନ୍ତି ସ୍ପେଶାଲି ଯୋଉମାନେ କେନିଆ ଆଉ ଇଥିଓପିଆ ଏମାନେ ପ୍ରାୟ ଲଙ୍ଗ ଡିଷ୍ଟାନ୍ସ ରେସ୍ରେ ସମସ୍ତେ ଆଉ ସେମାନେ ବହୁତ ଭଲ ଭାବରେ ଦୌଡ଼ି ପାରନ୍ତି ତାଙ୍କର ଯୋଉ ଜିନ୍ସ ଥାଏ ତାଙ୍କର ଡିଏନଏ ଯୋଉ ଥାଏ ଆଉ ତାହା ସେଇ ପ୍ରକାର ଭାବରେ ତାଙ୍କୁ ଗଢ଼ିଥାଏ ବୋଲି ମୁଁ ପଢୁଥିଲି ଟିକେ କୁହାଯାଉଛି ଯେ ସେମାନଙ୍କର ବହୁତ ଆଗରୁ 100 ବର୍ଷ 150 ବର୍ଷ ଆଗରୁ ଆଉ ସେଇ ଗୋଷ୍ଠୀ ମାନଙ୍କରେ ଗୋଟେ ବିଶେଷ ଲୋକ ସମୂହ ଥିଲେ ଯୋଉମାନେ କି ଗୋଟେ ଗାଁରୁ ଆଉ ଗୋଟେ ଗାଁକୁ ଦୌଡ଼ି ଦୌଡ଼ି ଖବର ସେତେବେଳେ ଫୋନ ନଥିଲା ରେଡିଓ ନଥିଲା ଏସବୁ ନଥିଲା ଆଫ୍ରିକାରେ ତ ତାଙ୍କର ମେନ୍ କାମ ହଉଥିଲା ଏଇ ଗାଁରୁ ସେଇ ଗାଁ ଖବର ଗୋଟେ ନେଇକି ଦେବେ ଫେର ସେଇ ଗାଁରୁ ଆଉ ଗୋଟେ ଗାଁ ଆଉ ସେଇ ଦଳରୁ ଏଇ ଯୋଉ ଆଜିକାର ଯୋଉ ଲଙ୍ଗ ଡିଷ୍ଟାନ୍ସ ରନର ସବୁ ସେମାନେ ଆଉ ବାହାରିଛନ୍ତି ଯିଏ ଲମ୍ବା ଦୌଡ଼ରେ ଦୌଡ଼େ 10,000 କିଲୋମିଟର 10,000 ମିଟର 5,000 ମିଟର ଇଂଲିଶରେ ସେ ଶବ୍ଦକୁ ପର୍ସିଭିୟରାନ୍ସ ବୋଲି କୁହାଯାଉଛି ପର୍ସିଭିୟରାନ୍ସ ମାନେ ହେଉଛି ଧୈର୍ଯ୍ୟ ଧରି ଲାଗି ରହିବା ଗୋଟେ କାର୍ଯ୍ୟ ପେସେନ୍ସ ଆଉ ପର୍ସିଭିୟରାନ୍ସ ଭିତରେ ଏ ଡିଫରେନ୍ସ ଅଛି ଏବଂ ଏଭ୍ରିକୁ ଲେଖକ ମଧ୍ୟ ଏଭ୍ରି ପୁସ୍ତକକୁ ଲେଖକ ମଧ୍ୟ ଏଇ ଚିନ୍ତାକୁ ସିଏ ମଧ୍ୟ ଦୋହରାଉଛନ୍ତି ଆମେ ସମସ୍ତେ ଜାଣିଛୁ ଧୈର୍ଯ୍ୟ ଧରି ଯେଉଁ ଦୌଡ଼ଟି ଆମମାନଙ୍କ ପାଇଁ ରଖାଯାଇଅଛି ତାହା ଆମେ ଧୈର୍ଯ୍ୟ ଧରି ଦୌଡ଼ୁ let us run with perseverance the race marked out for us marked out ହେଇଛି ଆପଣମାନେ ଦେଖିଥିବେ ସମସ୍ତଙ୍କର ଗୋଟେ ଗୋଟେ ଟ୍ରାକ୍
ସେ ଟ୍ରାକ୍ ଯେହେତୁ କିଏ ସାଇନି ହେବନା ବାକି ଗୋଟେ ଏସିଆନ୍ ଗେମ୍ସ ନା ଅଲିମ୍ପିକ୍ସ ଟିକେ ଏପଟକୁ ଆସିକି ଫେର ସେପଟକୁ ପଳେଇଲା ସେ ଡିସ୍କ୍ୱାଲିଫାଏ ହେଇଗଲା ତାର ସିଲଭର ମେଡାଲ ମଧ୍ୟ ତାଠୁ ନିଆ ହେଇଗଲା। ପ୍ରତ୍ୟେକ ଲୋକଙ୍କ ଆହ୍ୱାନ ଅନୁଯାୟୀ ଗୋଟେ ପଥ ପ୍ରଭୁ ରଖିଛନ୍ତି ସେଇ ପଥରେ ଆମକୁ ଦୌଡ଼ିବାକୁ ପଡିବ। ତାକୁ କହୁନାହାନ୍ତି ମୁଁ ପ୍ରଥମ ଆସିବି ଦୌଡ଼ରେ ଆଇ ଫିନିଶ ଦ ରେସ୍ ଆଉ ତାପରେ ହଉଛି ଆମ ଏଟା ଗୋଟେ କମ୍ପିଟିସନ ନୁହଁ ମୋ ସଂସ୍ଥା ତା ସଂସ୍ଥାଠୁ ଭଲ ମୁଁ ଥରେ ବହୁତ କାହାକୁ ବିଚାର କରୁ ଅନେକ ଦିନ ତଳେ ଗୋଟେ ମିଟିଂକୁ ଯାଇଥିଲି ଯୋଉଠିକି ଏପରି ବିଭିନ୍ନ ପ୍ରମୁଖ ଦାସମାନେ ଥିଲେ ସଂସ୍ଥା ଗୁଡ଼ିକରେ ଆଉ ଜଣେ ସେଠୁ ସେଇ ଜାଗାରେ କହୁଛନ୍ତି ଆମର ବେଶ ଭଲ ଚାଲିଛି କାମ ଧାମ ଗୋଟେ ସ୍କର୍ପିଓ ଆମମାନଙ୍କୁ ଅଛି ସେ ଆଗ ଲୋକ କହୁଛନ୍ତି ଆମର ବି ଭଲ ଚାଲିଛି ଗୋଟେ ସ୍କର୍ପିଓ ଆଉ ଗୋଟେ ଇନୋଭା ପାଖରେ ଦିଟା ଅଛି ତ ମୁଁ ମନେ ମନେ ଭାବି ବାବୁ ମିନିଷ୍ଟ୍ରିକୁ ମପା ଯାଉଛି ସ୍କର୍ପିଓ ଆଉ ଇନୋଭା ଦ୍ୱାରା ମାନେ ଯେହେତୁ ମୋର ଗାଡି ଅଛି ହେଇପାରେ ଗୋଟେ ଲୋକ ପାଖରେ ଗୋଟେ ସାଇକେଲ ବି ନଥାଇପାରେ କିନ୍ତୁ ସିଏ ବେଶୀ ଫଳପ୍ରଦ ଭାବରେ କାର୍ଯ୍ୟ କରୁଛି ଏହା ଅତି ବାସ୍ତବ ଅଟେ। ଆଉ ଏଇ ଦୌଡ଼ିଲା ବେଳକୁ ବିଭିନ୍ନ ବାଧାର କାରଣ ଆସିପାରେ ଏଭ୍ରିବାର୍ ଏଇଠି ଲେଖା ହେଇଛି ସହଜରେ ବେଷ୍ଟନକାରୀ ପାପ ଯାହାକି ଇଜିଲି ଏଣ୍ଟାଇଟଲ୍ କରେ এই দুইটি বিষয় আমাকে সেই দৌড়ে বিশ্বস্ত ভাবে লক্ষ্য